ଆଜିର 30ଟି ଅନୁଚିନ୍ତା ଜାଣିବା। ସନ୍ଧ୍ୟାବେଳେ ଘରର ଦୁଆର ମୁହଁରେ ବସନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କର ଗମନାଗମନ ବନ୍ଦ ହୋଇଯିବ। ଘରୁ ବାହାରକୁ ଯିବାବେଳେ ଡାହାଣ ପାଖରେ ପାଣି କଳସ ଥିଲେ ଆପଣଙ୍କର ମଙ୍ଗଳ ହେବ। କାହାରି ଘର ବା ଚଉରା ପ୍ରତିଷ୍ଠାରେ ଯଦି କଉଡ଼ି ଏବଂ ପଇସା ପାଆନ୍ତି, ତାକୁ ଆଣି ଆପଣଙ୍କ ପଇସା ରଖିବା ଜାଗାରେ ରଖନ୍ତୁ। ଏହା ଆପଣଙ୍କୁ ଆହୁରି ଧନୀ କରିଥାଏ। ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁନାହିଁ, ତେବେ ପକେଟରେ ବା ପଇସା ରଖିବା ଜାଗାରେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ। ଯଦି ଆପଣ ବାରବାର ଦୁର୍ଘଟଣାରେ ସମ୍ମୁଖୀନ ହୋଇଥାନ୍ତି, ତାହେଲେ ଘରୁ ବାହାରକୁ ଯିବାବେଳେ ଆପଣ ଦୁବ 2 କେରା ସାଙ୍ଗରେ ନେଇକି ଯାଆନ୍ତୁ। ଘରୁ ବାହାରକୁ ଗଲାବେଳେ ମୁଣ୍ଡରେ ଟିକେ ଚନ୍ଦନ ଲଗାଇ ଯାଆନ୍ତୁ। ଆପଣଙ୍କର କାମ ଜୟ ହେବ। ଝାଡ଼ୁକୁ ସବୁବେଳେ ଶୁଆଇ ରଖନ୍ତୁ ଏବଂ ଲୁଚେଇ ରଖନ୍ତୁ। ଏହା ଅମଙ୍ଗଳ ଅଟେ। ଘରେ କିଣିବା କିମ୍ବା ବନେଇବା ସମୟରେ ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବ ଦିଗକୁ ହେଲେ ଅଧିକ ଶୁଭ ହୋଇଥାଏ। ବିଛଣାରେ ଶୁଆଉଥିବା ବେଳେ ଆପଣଙ୍କ ପ୍ରତିବିମ୍ବ ଆଇନାରେ ଦେଖିବା ଅନୁଚିତ। ଏହା ଅମଙ୍ଗଳ କରିଥାଏ। ଖରାପ ଶକ୍ତିର ପ୍ରଭାବ ପଡ଼ିଥାଏ। ସନ୍ଧ୍ୟାବେଳେ ଘରର କିମ୍ବା ଦୋକାନର ଲାଇଟ୍ ଜଳେଇ ସାରି ଭଗବାନଙ୍କ ନାମ 3 ଥର ନିଅନ୍ତୁ ଏବଂ ପ୍ରଣାମ କରନ୍ତୁ। ଏହା ଶୁଭ ହୋଇଥାଏ। ବିଲ୍ଡିଂରେ ସର୍ବଶେଷ ଫ୍ଲାଟରେ ବାସ କରନ୍ତୁ ନାହିଁ। ଏହା ଶୁଭ ନୁହେଁ। ଗୋଟିଏ ସିଧା ଲାଇନରେ ଘରର 3ଟି କବାଟ କରିବା ଅନୁଚିତ। ମାଛ ଜାର ବା ଆକ୍ୱେରିୟମରେ ସୁନେଲି ମାଛ ରଖନ୍ତୁ ଏବଂ ଏହି ଜାରକୁ ରୋଷେଇ ଘର ବା ବେଡରୁମରେ ରଖନ୍ତୁ ନାହିଁ। କବାଟ ପଛପଟରେ କଉଡ଼ି ମୁଦ୍ରା ବାନ୍ଧି ଝୁଲାଇ ରଖନ୍ତୁ, କିନ୍ତୁ ଘରର ପଛ କବାଟରେ ରଖନ୍ତୁ ନାହିଁ। ଶୋଇବା ଘରେ ଟିଭି ଥିଲେ ତାହା ଯେପରି ବିଛଣା ଆଡ଼କୁ ମୁହଁ କରି ନ ରୁହେ। ତଥାପି ଯଦି ଅଛି, ତେବେ ନ ଚାଲୁଥିବା ସମୟରେ ଘୋଡ଼ାଇ ରଖନ୍ତୁ। ଶୋଇବା ବେଳେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବେ ନାହିଁ। ଏହା ବହୁତ ଖରାପ ଅଟେ। ସବୁବେଳେ ପୂର୍ବ କିମ୍ବା ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉଚିତ। ଭବିଷ୍ୟତରେ କାମରେ ଆସିବ ଭାବି କୌଣସି ଅଳିଆ ଆବର୍ଜନାକୁ ଘରେ ଠୁଳ କରି ରଖନ୍ତୁ ନାହିଁ। ଆପଣଙ୍କ ବାଥରୁମ୍ ଯେତେ ସୁନ୍ଦର ହେଲେ ମଧ୍ୟ କବାଟକୁ ସବୁବେଳେ ବନ୍ଦ କରି ରଖନ୍ତୁ ଏବଂ ଝରକାରେ ଗୋଟିଏ ଲାଲ କପଡ଼ା ରଖନ୍ତୁ। କାହାକୁ ଛୁରୀ, କଣ୍ଟା, କଇଞ୍ଚି ଉପହାର ଦେବେ ନାହିଁ। ଏଗୁଡ଼ିକ ସବୁ ବିଷ ସଦୃଶ ଅଟେ। କବାଟ ପାଖରେ ବା ଘରର ଦୁଆର ମୁହଁରେ ପାଣି ରଖନ୍ତୁ। ଏହାକୁ ଦେଖି ବାହାରକୁ ଗଲେ କାମରେ ସଫଳତା ହୋଇଥାଏ, କିନ୍ତୁ 2 ପାଖରେ 2ଟି ବସେଇବେ ନାହିଁ। ଅନ୍ଧାରୁଆ ସ୍ଥାନରେ ଏକୁଟିଆ ବସନ୍ତୁ ନାହିଁ କିମ୍ବା ଭୋଜନ କରନ୍ତୁ ନାହିଁ। ନାରୀମାନେ ରାତିରେ ଶୋଇବା ବେଳେ କେଶ ଖୋଲା କରି ଶୋଇବା ଉଚିତ ନୁହେଁ। ଆଖିତଳ କଳା ଦାଗ ଦୂର କରିବା ପାଇଁ ରାତିରେ ଶୋଇବା ବେଳେ ବାଦାମ ତେଲ ଲଗାନ୍ତୁ ଏବଂ ଅଧ ଚାମଚ ବିଲାତି ରସ ଓ ଅଧ ଚାମଚ ଲେମ୍ବୁ ରସକୁ ମିଶାଇ ଗାଧୋଇବାର 15 ମିନିଟ୍ ପୂର୍ବରୁ କଳା ଦାଗରେ ମାଲିସ କରନ୍ତୁ। ମୁହଁରେ ବ୍ରଣ ହେଉଥିଲେ ଡାଲଚିନି ଗୁଣ୍ଡରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିଲେ ଚାରେ ଅଦା ପକାଇ ପିଅନ୍ତୁ ଏବଂ ଦିନରେ ଖାଇବା ବେଳେ 5ଟି ଲବଙ୍ଗ ଖାଆନ୍ତୁ। ବସିକି ପାଣି